ନିଶ୍ଚୟ ରହସ୍ୟ ମାନେ ଇନା କବର ବ୍ରିକ୍ତେକ୍ ତମେ ପ୍ରକୃତ ମୋବାଇଲ ମାନେ ନା ଅଟେ ଇନାର କାଠ ପିଣ୍ଡାଳ ମାନେ ମେହେନ୍ଦି ପୁଞ୍ଜି କବର ବ୍ରିକ୍ ମୁଁ ଉପନା ସିଟେ ମୋବାଇଲ ମଗେଇ ଗିয়া ମାନେ ରେହା ପା ନାଇଁଜି କିନ୍ତୁ লাই মোবাইল মানে দেখুন কি রন্ডে এর নাইনের 5 লাখ গাটারি এর মার্বল প্লেট মজা দেখুন হ্যাঁ এ তোলে বেলে বেলে সেমতি বি হଉଛି ନାଇଁ କି ହେଲେ ଏ ଭୟରେ ଇଏ କାନ୍ଦୁଛନ୍ତି ମୋ ପ୍ରିୟମାନେ ଏ ବହିରେ କ'ଣ ଅଛି ଯେ ସେ ଖୋଲିବା ପାଇଁ ଏତେ ଆଗ୍ରହ ହେଲେ ବହି ନ ଖୋଲି ପାରିଲାରୁ ଏତେ ସେ ଭୟଭୀତ ହେଇ କାନ୍ଦିଲେ ନିଶ୍ଚିତ ଭାବରେ ରହସ୍ୟ ଅଛି ମୋ ପ୍ରିୟମାନେ ଏ 2026 ପ୍ରଭୁଙ୍କ ଦୟାରେ ଆମକୁ ପ୍ରଭୁ ଦେଇଛନ୍ତି ଏ 2026 ଗୋଟେ ସିଲ୍ ହେଇକି ଆସିଛି ପ୍ୟାକେଜ ହେଇକି ଆସିଛି ଏ 2026 ଭିତରେ କେବଳ ଆମେ 10 ଦିନର ଘଟଣା ଜାଣି ସାରିଛୁ ଆଉ କହିପାରିବା ଯେ ଅଙ୍କ ଦିନରେ ହେଟା ହେଲା ସେଟା ହେଲା 1 ତାରିଖରେ ଭୋଜି ହେଲା ରାଇଟ କହିପାରିବା 2 ତାରିଖରେ ମରଣ ହେଲା କହିପାରିବା 3 ତାରିଖରେ 21 ହେଲା କହିପାରିବା 4 ତାରିଖରେ ତରକାରୀ ପୁଡ଼ିଲା କହିପାରିବା 5 ତାରିଖରେ ମେଡିକାଲ ଜଏନ୍ ହେଲି କହିପାରିବା ଏମିତି କହିପାରିବା 10 ତାରିଖ ପର୍ଯ୍ୟନ୍ତ ଆଜି କ୍ଲାସ୍ ଆଇଲୁ କହିପାରିବା କିନ୍ତୁ କାଲିକିର ବିଷୟ ଏ ଯାଏ ମୁଦ୍ରାଙ୍କିତ ଅଛି ଆମେ କହିପାରିବା କି ଏ ଯାଏ ସେଟା ମୁଦ୍ରାଙ୍କିତ ହେଇକି ଅଛି ସିଲ୍ ହେଇକି ଅଛି ବନ୍ଦା ହେଇକି ଅଛି ଆମେ ଯେତେବେଳେ 31 ତାରିଖ ସମାପ୍ତ କରୁଥିଲୁ ଡିସେମ୍ବର ମାସ ଜାନୁଆରୀ 1 କୁ ଆମେ ପ୍ରବେଶ କରିବା ପାଇଁ ଉତ୍ସାହିତ ହେଉଥିଲୁ ନିଶ୍ଚିତ ଭାବରେ ପ୍ରଭୁ କ'ଣ ହେବ ଭବିଷ୍ୟତ ମୁଁ ଜାଣି ନାହିଁ ଗତ ବର୍ଷ ତ ମୁଁ ଆକ୍ସିଡେଣ୍ଟ ହେଇଥିଲି ଗତ ବର୍ଷ ତ ମୁଁ ପଡ଼ି ଯାଇଥିଲି ଗତ ବର୍ଷ ତ ଗଣ୍ଡଗୋଳ ହେଇଥିଲି ଗତ ବର୍ଷ ଛାଡ଼ପତ୍ର ଇତ୍ୟାଦି ହେଇଛି ଗତ ବର୍ଷ କେସ ମକଦ୍ଦମା ହେଇଛି ହେଲେ ଏ ବର୍ଷ କ'ଣ ହେବ ମୁଁ ଜାଣି ନାହିଁ ପ୍ରଭୁ ତୁମେ ମୋ ସାଙ୍ଗରେ ନ ଗଲେ ତୁମେ ଭବିଷ୍ୟତ ଧରିଛ ତୁମେ ଯଦି ମୋ ସାଙ୍ଗରେ ନ ରହିବ ତାହେଲେ ମୋର ଭବିଷ୍ୟତ ଅନ୍ଧାର ତୁମେ ମୋ ସାଙ୍ଗରେ ରୁହ ଗତ ବର୍ଷ ଭଳିଆ ନ ଘଟୁ ବୋଲି ଆମେ ନିଶ୍ଚିତ ଭାବରେ ପ୍ରଭୁଠାରେ କାନ୍ଦିଛୁ ଯଦି ପ୍ରଭୁଠାରେ ଆମେ କାନ୍ଦି ନାହୁଁ ତାହେଲେ ଆମେ ଜୀବନ ପାଇଁ କିଛି ବି କେୟାର କରୁନୁ ତ ଏଇଠି ଜହନ ମଧ୍ୟ କାନ୍ଦୁଛନ୍ତି ସେ ବହିରେ କ'ଣ ଲେଖା ଅଛି ମୁଁ ଜାଣିବାକୁ ଚାହୁଁଛି ସେ ବହିରେ କ'ଣ ଅଛି ମୋତେ ଜଣା ହେଲେ ଖୋଲିଲେ ତ ଜଣା ପଡ଼ିବ ଖୋଲା ଯାଇପାରୁନା ମୋ ପ୍ରିୟମାନେ ଗୋଟେ ବର୍ଷରେ 2025-26ରେ 365 ଦିନ ରୂପକ ପେଜେସ୍ ଯେମିତିକି ଗୋଟେ ବହିରେ ଆମେ ଖୋଲୁ ଖୋଲୁ ଏ ପେଜ ନମ୍ବର 1 ଖୋଲିବା 1ରେ କ'ଣ କ'ଣ ଲେଖା ହେଇଛି ସେଇଟା ଏକା ଜାଣିବା ଆଉ ଗୋଟେ ପେଜ ଖୋଲିଲେ ଏଠି କ'ଣ ଲେଖା ଅଛି ସେଇଟା ଜାଣିବା କିନ୍ତୁ ଆଉ ଇଆଡ଼େ ଏତେ ଅଛି ତା ଖୋଲିବା ପାଇଁ ତାକୁ ତ ଗୋଟେ ଗୋଟେ କରିକି ଖୋଲିଲେ ପଡ଼ିଲେ ହିଁ ଜାଣିବା ନା ଏ 365 ଦିନ ଗୋଟେ ବର୍ଷରେ ଗୋଟେ ପେଜ ଆଉ ସେ ପେଜ ପୃଷ୍ଠା ଗୋଟେ ପୃଷ୍ଠା ଗୋଟେ ଶିକ୍ଷା ଆମକୁ ଦେବ ଯାହାକି ସେ ପୃଷ୍ଠା ଆମେ ଯଦି ଏମିତି ଖୋଲିବା ନାହିଁ ଆମକୁ ଜଣାଯିବ ହେଲେ ସେଟା ଆମେ ଖୋଲି ପାରିବା ନାହିଁ ଏ ବହିର ପୃଷ୍ଠା ସିନା ଆମେ ଚେଞ୍ଜ କରିପାରୁଛୁ କିନ୍ତୁ ଏ ଯେଉଁ ବର୍ଷ ରୂପକ ବହି ପ୍ରଭୁଙ୍କ ହାତରେ ଅଛି ତାକୁ ନା ଆପଣ ଖୋଲି ପାରିବେ ନା ପ୍ରଧାନମନ୍ତ୍ରୀ ଖୋଲି ପାରିବେ ନା ଆଉ କୌଣସି ବୈଜ୍ଞାନିକ ଖୋଲି ପାରିବେ କିଏ ଖୋଲି ପାରିବେ କାରଣ ତାଙ୍କ ହାତରେ ସେ ସିଲ୍ ଅଛି ଆମେ ଖୋଲିଦେଲେ ଏପଟୁ ଖୋଲିକି ଦେଖିବା ଆଉ ଜାଣିବା ଯେ ଓ ବେଳେବେଳେ ଏମାନେ ଖୋଲୁଛନ୍ତି ରାଇଟ୍ ପୁଅମାନେ ଏ ଯେଉଁ ବ୍ରାହ୍ମଣ ମାନେ ଜାତକ ଦେଖୁଛନ୍ତି ମେ ମାସରେ ମୋର ବାହାଘର ହେବାର ଅଛି ଆଜ୍ଞା ଟିକେ ଦେଖିଦିଅ ତ ଓକେ ସେମାନେ ପେଜ୍ ଖୋଲିବେ କହିବେ ହଁ ମେ ମାସ 7 ତାରିଖ ଦିନ 12ଟାରେ ତମର ଲଗ୍ନ ହେଉଛି କୁଆଡ଼େ ଜାଣୁଛନ୍ତି କେଜାଣି କିନ୍ତୁ ସେଟା ମିଥ୍ୟା ରାଇଟ୍ ଶୁଭ ବୋଲି କହିଦେଉଛନ୍ତି ବାହାଘର ହେଇକି ଗାଡ଼ିରେ ବସିକି ଗଲା ବେଳକୁ ବାଟରେ ଗୁଡ଼ଗାଡ଼ ହେଲେ ସେଟା ଠିକ୍ ହେଲା କି ପ୍ରକୃତରେ ଭବିଷ୍ୟତ ବିଷୟ ଜାଣିବା ଲୋକ ପ୍ରକୃତରେ ଏ ପେଜରେ କ'ଣ ଲେଖା ଅଛି ସେଟା ଜାଣିବା ଲୋକ କେବଳ ଈଶ୍ୱରଙ୍କର ମେଷ ଶାବକ ଯୀଶୁଖ୍ରୀଷ୍ଟ ତାହାଙ୍କ ଛଡ଼ା ଆଉ କିଏ ଜାଣିପାରିବେ ତ ବର୍ଷରେ ଆମର କେତେଟା ଦିନ ଅଛି 365 ଦିନ ହେଲେ 365ଟା ପେଜ ପୃଷ୍ଠା କେତେଟା ମାସ ଅଛି
12টা ମାସ ଅଛି। ସେ 12ଟା ମାସ ଅଛି ମାନେ 12ଟା ମାସ ଗୋଟେ ବହିରେ ପାଠ ଥିବ ରାଇଟ୍। କେତେଟା ପାଠ ରହିବ? 7ଟା କି 8ଟା କି 12ଟା ଥିବ ନାଇଁ? ଅନୁଶୀଳନୀ ଥିବ କି ନାଇଁ? ସୋ ଠିକ୍ ଏଇଟା ଗୋଟେ 12ଟା କ'ଣ କହିବା ପାଠ କହିବା ଅଧ୍ୟାୟ ନାଇଁ? 12ଟା ଅଧ୍ୟାୟ ଧରିଛି ଏ ବର୍ଷ। ଆଉ ଏ ଅଧ୍ୟାୟରେ ଗୋଟେ ଦିନ ବି ଅଛି 30ଟା ରାଇଟ୍। ସେଇଟା ହେଉଛି ଗୋଟେ ଆଉଟଲାଇନ୍ ମାନେ ଯୋଉଟା କ'ଣ କହିବେ ସବ୍ ପଏଣ୍ଟ ଗୁଡ଼ାକ। ସୋ ଏ ପ୍ରତି 30 ଦିନରେ ପ୍ରତି 30 ଦିନରେ ଯେଉଁଟାକି ମାସ ରହୁଛି ନିଶ୍ଚିତ ଭାବରେ ଆମକୁ ଗୋଟେ ପେଜ୍ରେ ଆମକୁ ଯିବାକୁ ପଡ଼ୁଛି। ଏ ପେଜ୍ କେଉଁ ପୃଷ୍ଠାରେ କ'ଣ ଲେଖା ହେଇଛି ତାହା ଆମ ଜୀବନରେ ଘଟି ଚାଲିବ ଆମେ ଜାଣିନା। ମୋ ପ୍ରିୟମାନେ ଅବଶ୍ୟ ପ୍ରକାଶିତ ବାକ୍ୟ 5 ଅଧ୍ୟାୟରେ ଆମେ ଯେଉଁ ପଢ଼ୁଛୁ ସେଇଠି କିଏ କ'ଣ ପାଇଁ କାନ୍ଦୁଛନ୍ତି ସେ ବହି ଖୋଲି ନ ପାରିଲାରୁ ନା ସେ ବହିରେ ବହୁତ ବଡ଼ ଭବିଷ୍ୟତର ରହସ୍ୟ ଲେଖା ଅଛି। ଈଶ୍ୱରଙ୍କର ଭବିଷ୍ୟତ ଯୋଜନା ଲେଖା ଅଛି। ଆଉ ଯଦି ଆମେ ଦେଖିବା 6 ଅଧ୍ୟାୟ ଏବଂ 8 ଅଧ୍ୟାୟ 7 ଛାଡ଼ି ଦେଇକି ପ୍ରକାଶିତ ବାକ୍ୟ 6 ଅଧ୍ୟାୟ ଏବଂ 8 ଅଧ୍ୟାୟ ତାହେଲେ ଏ ବହିରେ କେତେଟା ମୁଦ୍ରା ଅଛି? 7ଟା ମୁଦ୍ରାରେ ବନ୍ଧା ହେଇଛି। ଆଉ ସେଇ 7ଗୋଟି ମୁଦ୍ରା ଖୋଲିଲା ପରେ ଗୋଟେ ମୁଦ୍ରାରେ କ'ଣ, ଆଉ ଗୋଟେ ମୁଦ୍ରାରେ କ'ଣ, ଆଉ ଗୋଟେ ମୁଦ୍ରାରେ କ'ଣ, ଆଉ ଗୋଟେ ମୁଦ୍ରାରେ କ'ଣ, ଏମିତି 7ଗୋଟି ମୁଦ୍ରା ଖୋଲିଲା ପରେ 7ଗୋଟି ଘଟଣା ଘଟି ଯାଇଅଛି। ସେଇ ସମସ୍ତ ଏ ମୁଦ୍ରା ବହି ଭିତରେ ଅଛି ବା ମୁଦ୍ରାଙ୍କିତ ବହି ଭିତରେ ଅଛି। ଆଉ ଯାହାକି ଯୋହନ ଜାଣିବାକୁ ଚେଷ୍ଟା କଲେ ଏଥିପାଇଁ ସେ ଖୋଲିବାକୁ ଚେଷ୍ଟା କଲେ ଆଉ ଖୋଲି ପାରୁ ନାହାନ୍ତି। ପ୍ରଭୁ ଗୌରବ ପାଆନ୍ତୁ। ଜଣେ ଲୋକ ଉତ୍ତର ଦେଉଛନ୍ତି ଭାଇ କାନ୍ଦ ନାହିଁ। ପ୍ରକାଶିତ ବାକ୍ୟରେ ହିଁ ଲେଖା ଅଛି ଯେ ସ୍ୱର୍ଗରେ ମୃତ୍ୟୁ ନାହିଁ କି କାନ୍ଦ ନାହିଁ ରାଇଟ୍। ସ୍ୱର୍ଗରେ କାନ୍ଦିବାଟା ନାହିଁ କିନ୍ତୁ ଏ ଲୋକ କାନ୍ଦିଛନ୍ତି। ନିଜର ଦୁଃଖ ପାଇଁ କାନ୍ଦି ନାହାନ୍ତି, ସେ କାନ୍ଦିଛନ୍ତି ନିଜର ଭବିଷ୍ୟତ ନ ଜାଣିପାରିଲା ପାଇଁ। ମୋ ପ୍ରିୟମାନେ ଯୁବକ ଦଳ ବେଳେବେଳେ ଆମେ ଭାବୁଛୁ ମୋ ଭବିଷ୍ୟତ ମୁଁ ଗଢ଼ିବି, ମୋ ଭବିଷ୍ୟତ ମୁଁ ସ୍ଥାପନ କରିବି। ଭବିଷ୍ୟତ ଆମେ ଗଠନ କରିପାରିବା ନାହିଁ। ଭବିଷ୍ୟତ ଆମ ହାତରେ ନାହିଁ। ଯଦି ପଚରା ଯିବ ବହୁତ ଲୋକମାନେ ଭବିଷ୍ୟତ ନିଜ ହାତରେ ଗଢ଼ିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ବିଫଳ ହେଇଛନ୍ତି। କେତେକ ଯୋଉଟାକି ଛୁଆମାନେ କନସିଭ୍ ହେଉଛନ୍ତି ମାତ୍ର ଜନ୍ମ ହେଇପାରୁନାହାନ୍ତି। ସେମାନେ ଯୋଜନା କରୁଛନ୍ତି ବାହା ହେବି ବୋଲି, ଏଙ୍ଗେଜମେଣ୍ଟ ହେଉଛି କିନ୍ତୁ ହେଇପାରୁନାହିଁ। ମୋ ପ୍ରିୟମାନେ ପରୀକ୍ଷାରେ ମୁଁ ଏମିତି ହେବି ସେମିତି ହେବି ବୋଲି ଯେଉଁ ଆଶା ରଖିକି ପଢ଼ୁଛନ୍ତି ମାତ୍ର ରିଜଲ୍ଟ ବାହାରିଲା ବେଳକୁ ସଫଳ ହେଉନାହିଁ। କାହିଁକିନା ଯୋଜନା ଭବିଷ୍ୟତର ଚାବିକାଠି କାହା ପାଖରେ? ଈଶ୍ୱରଙ୍କ ପାଖରେ, ଆମ ପାଖରେ ନା। ବେଳେବେଳେ ଲୋକମାନେ କହିବେ ଯେ ହଁ ମୁଁ ଭଲ ଲୋକ ହେବି ଯେ ମୁଁ ଟିକେ ବାହା ହେଇ ସାରିବି ତାପରେ ସୁଧରିବି। ବେଳେବେଳେ କହିବେ ନାଇଁ ପିଲା ଦିଟା ହେଇ ସାରେ ତାପରେ ସୁଧରିବି। ବେଳେବେଳେ କହିବେ ନାଇଁ ଆଉ ଗୋଟେ ଘର କରିବି ନୂଆ ଘରକୁ ଗଲା ପରେ ମୁଁ ଯୀଶୁଙ୍କୁ ଗ୍ରହଣ କରିବି। କେତେ ଲୋକମାନେ ଆମକୁ ଏମିତି କଥା କହୁଛନ୍ତି। ନୂଆ ଘରକୁ ଯିବୁ ନୂଆ ଘରେ ଗଲା ପରେ ବାପା ମା ଠାରୁ ଟିକେ ଅଲଗା ହେବୁ ତାପରେ ପ୍ରଭୁଙ୍କୁ ଜାଣିବୁ। ଏଟା ମନୁଷ୍ୟର କଳ୍ପନା ମାତ୍ର ସେମାନେ ବାହା ହେବି ବୋଲୁଥିବେ, ବାହା ହେବେ ସିନା ଆଉ ଭଲ ହେବେ ନା। ଛୁଆ ଦିଟା କରିବୁ 4ଟା ହେଲା ପରେ ବି ଭଲ ହେବେ ନା। ନୂଆ ଘର କରିବୁ 2ଟା ଖଣ୍ଡେ ନୂଆ ଘର କଲେ ବି ଆଉ ଚେଞ୍ଜ ହେବେ ନା, ପରିବର୍ତ୍ତନ ହେବେ ନା। ତ ତେଣୁ ଆମ ହାତରେ ନୁହେଁ, ପ୍ରଭୁ ପରିବର୍ତ୍ତନ କରିବା ପରମେଶ୍ୱର। ଆମେ ଭାବୁଛୁ ଯେ ଏଇଟା ହେଲା ପରେ ମୁଁ ପରିବର୍ତ୍ତନ ହେବି, ଏଇଟା କଲା ପରେ ପରିବର୍ତ୍ତନ। ଗୋଟେ ମନେ ପଡ଼ିଲା ଉଦାହରଣ କହିଦେବି। ଆମେ କେରଳ ଯାଉଛୁ, ଆଜ୍ଞା ବି ଥିଲେ ସେ ସମୟରେ। ଆମ ସିର୍ଲାରୁ ଜଣେ ଲୋକ ହେଲା, ମୁଁ ନା ଧରିବି ନା, ସିର୍ଲାରୁ ଜଣେ ଲୋକ ହେଲା ଆଜ୍ଞା ମୋତେ ଟିକେ ନିଅନ୍ତୁ, ମୁଁ ଟିକେ ଦେଖିବାକୁ ଚାହୁଁଛି। ଠିକ୍ ଅଛି ଚାଲ କହିଲି। ହେଲେ ଗଲୁ, ଟିକଟ କରାଗଲା, ଯାଉଛୁ। ବିଜୟନଗରମରେ ଆମର ଗୋଟେ ଟ୍ରେନ୍ ଚେଞ୍ଜ ହେବ ରାତି 2ଟାରେ। ହେଲେ ସେଠି ଓହ୍ଲେଇଲା ପରେ ତାକୁ ଦେଖୁଛି ସିଏ କଥା ହେଲା ବେଳକୁ ସ୍ମେଲ୍ ଆସୁଛି। ତାପରେ ଧରିଛି ବେଗ୍ରେ। ମୁଁ କହିଲି ଆରେ ତୁମେ ଏଇଟା ସବୁ କୁଆଡ଼େ ପାଇଲ? ନାଇଁ ମା ଏଇଟା ଘରୁ ଆଣିଥିଲି ନା, ଏମିତି କହିଲେ। ଆରେ ଯାଉଛୁ ଆମେ ମିଟିଂ, ତମେ କେମିତି ଘରୁ ଆଣିବ?
ନାଇଁ ନାଇଁ ମୁଁ ପୁରା ସେଠି ଗଲେ ଚେଞ୍ଜ ହେବି ତେଣୁକରି ମୁଁ ଏଇଟା ମୋର ଲାଷ୍ଟ ଚାନ୍ସ ନା ତେଣୁ ମୁଁ ଆଉ ପିଇବି ନାହିଁ ନା ଫେରିଲେ ତେଣୁକରି ଧରିକି ଆଇଛି ଘରୁ ଯେହେତୁ ମୁଁ ସେଠି ଗଲେ ମୁଁ ନିଷ୍ପତ୍ତି ନେବି ପୁରା ଚେଞ୍ଜ ହେଇକି ଆଇବି ଆଉ କେବେ ବି ପାଇବି ନା ପିଇବି ନାହିଁ ତେଣୁ ଏଇଟା 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 ସେଠିକୁ ପହଞ୍ଚିବା ପୂର୍ବରୁ ମୁଁ ପିଇବି ବୋଲି ପିଇବି ଲାକା ପିଇବି ଠିକ୍ ଅଛି ଆଉ ଅଛି କି ନାଇଁ ସରିଲା କହ କିନ୍ତୁ କୁଆଡ଼େ ଏକା ରଖିଥିଲା ନେକ୍ସଟ ଟ୍ରେନରେ ବସିଲା ବେଳକୁ ଟ୍ରେନରେ ବି ଆଉ ପିଇଛ କହିବାର ମାନେ ଗଲୁ ଆମେ ସଭା ସରିଲା 3 ଦିନ ନା 4 ଦିନ ରହିଲୁ ସେ କହିଦେଲେ ମତେ ମତେ ଆସି ଡାଇରେକ୍ଟର ଆଜ୍ଞା ପ୍ରାର୍ଥନା କରିଦିଅନ୍ତୁ ମୁଁ ଚେଞ୍ଜ ହେବି କାହାର ପ୍ରାର୍ଥନା ଚେଞ୍ଜ କରିବ ନାହିଁ ନିଜର ମନ ତମକୁ ପ୍ରାର୍ଥନା ତ କରିବା କା ଦେଲେ ସେ କ'ଣ କହିବି ଆମେ ଯଦି ଆମ ଜୀବନକୁ ଆମ ହାତରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ମୁଁ ଏମିତିଟା ହେଲା ପରେ କରିବି ମୁଁ ସେଇଠି ଗଲା ପରେ ଚେଞ୍ଜ ହେବି ତାହେଲେ ଆମେ ଖେଳନା ଖେଳୁଆ କା ଥିବା କେବେ ଚେଞ୍ଜକୁ ଉତ୍ତମ ବିଷୟକୁ ଆମେ ଯାଇ ପହଞ୍ଚି ପାରିବା ସେ ଭାଇଙ୍କର ବର୍ତ୍ତମାନ ଜୀବନ ଭଲ ହେଇନାହିଁ ଦୁଃଖର କଥା ପରିବାର ଭଙ୍ଗ ନଷ୍ଟ ହେଇଛି ସୋ ଆମେ ଆମ ଭବିଷ୍ୟତକୁ ଆମ ହାତରେ ଖେଳିଲେ ନିଶ୍ଚିତ ସେମିତି ଭୁଲ ଭାଲ ହେବ ତେଣୁ ଯିଏ ଆମ ଭବିଷ୍ୟତକୁ ତାଙ୍କ ହାତରେ ଧରିଛନ୍ତି ସେଇ ପ୍ରଭୁଙ୍କ ଠାରେ ଯଦି ଜହନଙ୍କ ଭଳିଆ କାନ୍ଦି କାନ୍ଦି କହିବା ପ୍ରଭୁ ମୋର ଭବିଷ୍ୟତ କ'ଣ ଅଛି ମୁଁ ଜାଣା ନାହିଁ ମୋତେ ଜଣା ନାହିଁ ଏ 2026ରେ ପ୍ରଭୁ ଆଗକୁ କ'ଣ କ'ଣ ଘଟିବ ମୋ ଜୀବନରେ ମୋ ପରିବାରରେ ମୋ ପୁଅ ପାଇଁ ମୋ ଝିଅ ପାଇଁ ମୋ ସ୍ତ୍ରୀ ପାଇଁ ମୋ ବାପା ପାଇଁ ମା ପାଇଁ ମୋତେ ଜଣା ନାହିଁ ପ୍ରଭୁ ଏ ଭବିଷ୍ୟତ 2026ରେ ମୁଁ କାନ୍ଦୁଛି ପ୍ରଭୁ ତୁମ ହସ୍ତରେ ସୁରକ୍ଷିତ ଭାବରେ ମୋତେ ରଖ ଯଦି କହିବା ନିଶ୍ଚିତ ପ୍ରଭୁ ଦେଖିବେ ଆମେ এই যে 7ଟି ମୁଦ୍ରା ଖୋଲିଲା ପରେ କ'ଣ କ'ଣ ସବୁ ହେଇଛି ଆମେ ତ 6 ଅଧ୍ୟାୟ ଏବଂ 8 ଅଧ୍ୟାୟ ପଢ଼ିଲେ ଜାଣିପାରିବା ଯେ ପ୍ରଥମ ମୁଦ୍ରା ଖୋଲିଲା ପରେ କ'ଣ ହେଲା ଦ୍ୱିତୀୟ ମୁଦ୍ରା ତୃତୀୟ ମୁଦ୍ରା କ'ଣ ହେଲା ସେ ସମସ୍ତ ବିଷୟ କହିବାକୁ ମୋତେ ଟାଇମ୍ ନାହିଁ ତେଣୁ ଯଦି ପ୍ରକାଶିତ ବାକ୍ୟ ଯଦି ଆମେ 6 ଅଧ୍ୟାୟ 8 ଅଧ୍ୟାୟ ପଢ଼ନ୍ତୁ ଜାଣିପାରିବେ ଯେ ସେଇଠି ପ୍ରାୟ ଘଟଣା ଗୁଡ଼ାକ ଅଲଗା ଅଲଗାଟା ଘଟିଛି ଆଉ ଯେଉଁ ଘଟଣା ଗୁଡ଼ାକ ଘଟୁଅଛି ସେଥିମଧ୍ୟରୁ ପ୍ରାୟ ପ୍ରଥମ ତୃତୀୟ କି ଚତୁର୍ଥ ସିଲ୍ ଖୋଲିଥିବାଟା ପ୍ରାୟ ଏବେ ବି ଚାଲିଛି ଯେମିତିକି ଜଣେ ଲୋକ ପ୍ରଥମ ମୁଦ୍ରା ଖୋଲିଲା ପରେ 6 ଅଧ୍ୟାୟରେ ଦେଖିବେ ପ୍ରଥମ ମୁଦ୍ରା ଖୋଲିଲା ପରେ ଜଣେ ଲୋକ ଆସୁଛନ୍ତି ଗୋଟେ ଧଳା ଘୋଡ଼ାରେ ବସିକି ଆଉ ସେ ପୃଥିବୀକୁ ପୁରା ଜୟ କରୁଛନ୍ତି ପ୍ରାୟ ବର୍ତ୍ତମାନ ରାଜନେତାମାନେ ଶୈତାନ ରୂପରେ ସେମାନଙ୍କର ଇଏରେ ଆସୁଛନ୍ତି ଏବଂ ଦେଖୁଥିବେ ବିଭିନ୍ନ ସ୍ଥାନରେ ଯୁଦ୍ଧ ହେଉଛି ଯାହାକି ଦ୍ୱିତୀୟ ମୁଦ୍ରା ଯେତେବେଳେ ଭଙ୍ଗା ହେଲା ସେ ସମୟରେ ଗୋଟେ ରକ୍ତପୂର୍ଣ୍ଣ ଘୋଡ଼ାରେ ଜଣେ ଲୋକ ବସିକି ଆଉଛନ୍ତି ଆଉ ସେଇ ରକ୍ତପୂର୍ଣ୍ଣ ଘୋଡ଼ାରେ ବସିବାର ସୂଚନା ମାନେ ବିଭିନ୍ନ ସ୍ଥାନରେ ଯୁଦ୍ଧ ରକ୍ତପାତ ଘଟୁଅଛି ଆଉ ସେଇଟା ଘଟିବ ବୋଲି ପ୍ରଭୁ ଜଣାଇଥିଲେ ଯୋହନଙ୍କୁ ଏବେ ବି ସେଇଟା ପ୍ରାୟ ଘଟୁଅଛି ଏବେ ବି ଘଟୁଅଛି ବହୁତ ଯୁଦ୍ଧ ହେଉଛି ଧର୍ମ ବିରୁଦ୍ଧରେ ଧର୍ମ ଦେଶ ବିରୁଦ୍ଧରେ ଦେଶ ଏବେ କାଲି ବୋଧେ ନା ଆଜି ସକାଳେ ନ୍ୟୁଜ୍ ଦେଖୁଥିଲି ଯେ ଆମେରିକାକୁ ଗୋଟେ ଦେଶର ରାଷ୍ଟ୍ରପତିକୁ କିଡନାପ୍ କରିକି ନେଇଛି ଆଉ ଅନ୍ୟାନ୍ୟ ଦେଶମାନେ ତାକୁ ସେଟା ସମାଲୋଚନା କରି କଥା ହେଉଛନ୍ତି ଏଇଟା କରିବାଟା ଭଲ ନାହିଁ ଏମାନେ ଯଦି କହିବେ ଆମେରିକା ଆକୁ ଲଗାଇବେ କି ନାହିଁ ଯୁଦ୍ଧ ଏମିତି ହେଇକରି ସେ ଯେଉଁ କହୁଛନ୍ତି ତୃତୀୟ ବିଶ୍ୱଯୁଦ୍ଧ ହେବାଟା ନିଶ୍ଚିତ ହେଇଗଲାଣି ହେବ ଏ ଆମେରିକାର ପ୍ରଧାନ ରାଷ୍ଟ୍ରପତିକୁ ମାନେ ତାର ମାଇଣ୍ଡ କେମିତି ହେଲାଣି କିଏ ଜାଣେ କ'ଣ କ'ଣ ଏଟା ମାନେ ନକ୍ସଲମାନଙ୍କର କାମ ଭଳିଆ ସେ କରିଦେଉଛନ୍ତି ସୋ କହିବାର ମାନେ ଏଇଟା ଯେ ସେ ଯେତେବେଳେ କାନ୍ଦୁଛନ୍ତି କାନ୍ଦିବା ସମୟରେ ଗୋଟେ ଆଶ୍ୱସ୍ତ ତାକୁ ଲାଗିଲା କ'ଣ ବୋଲି ନା ଲେଖା ଅଛି କହୁଛନ୍ତି 4 ପଦରୁ ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟିପାତ କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି କାନ୍ଦିଲେ ସେ ତାପରେ 5ରୁ ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ ରୋଦନ କର ନାହିଁ ଦେଖ ଯେ ଜିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ ସେ ପୁସ୍ତକର 7 ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହେଇଅଛନ୍ତି ହାଲେଲୁୟା ସେ କିଏ ନା ତାର ଚେହେରା ଦେଖାଯାଉଛି 6 ପଦରେ ମୁଁ ଦେଖିଲି ସିଂହାସନ 4 ପ୍ରାଣୀ ଓ 4 ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି ସେ ହତ ହେଲା ପରି ଦେଖାଯାଉଛନ୍ତି
ଆଉ ତାହାଙ୍କ ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ ସେଇ ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା। ପୃଥିବୀରେ କେତେଟା ମହାଦେଶ ଅଛି? 7ଟା ମହାଦେଶ। ଈଶ୍ୱରଙ୍କର ଉପସ୍ଥିତି ସବୁ ମହାଦେଶରେ ଅଛି। ସେ ଆସି ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ କ'ଣ କଲେ? ନେଲେ। 7 ପଦ। ମେଷ ଶାବକ ଆସି ଈଶ୍ୱରଙ୍କର ଦକ୍ଷିଣ ହସ୍ତରେ ଥିବା, ଅର୍ଥାତ୍ ଦିଟା ଈଶ୍ୱର ନାହିଁ ଏଠି। ପିତା ଈଶ୍ୱର ସିଂହାସନରେ ବସିଛନ୍ତି, ପୁତ୍ର ଈଶ୍ୱର ଯୀଶୁ ଖ୍ରୀଷ୍ଟ ସେହି ସିଂହାସନ ଠାରୁ ବା ହାତରୁ ପିତା ଈଶ୍ୱରଙ୍କ ଠାରୁ ପୁସ୍ତକ ନେଉଛନ୍ତି। ସେ ବିଜୟ ଘୋଷଣା କରୁଛନ୍ତି। ପିତା, ମୁଁ ଏଇ କାର୍ଯ୍ୟରେ ଯାହା ଯାହା ଲେଖା ଯାଇଥିଲା ମୁଁ କ୍ରୁଶରେ ତାହା କରିକି ଦେଖେଇ ସାରିଛି। ମୁଁ ବିଜୟ ହେଇଛି। ଏବେ ଏଇ ପୁସ୍ତକରେ ମୋର ବିଜୟ ଅନୁସାରେ, ମୋର କ୍ରୁଶୀୟ ମରଣ ଅନୁସାରେ ମୋ ନିଜ ରକ୍ତରେ ଯାହା ଯାହା କିଣିଛି ସେଇ ସମସ୍ତ ବିଷୟ ଏଠି ଲେଖା ଅଛି। ସେଟା କେବଳ ମୁଁ ଆକା ସେ ବହି ଧରିପାରିବି। ମୁଁ ସେ ବହିକୁ ଧରିପାରିବି। ସେ ବହିର ଅନୁସାରେ ମୁଁ କେବଳ ବିଚାର କରିପାରିବି, ଆଉ କିଏ ନାହିଁ। ମୁଁ କେବଳ ଯୋଗ୍ୟ ବୋଲି ଯାଇକି ସେ ବହିକୁ ନେଉଛନ୍ତି। ତାପରେ 24 ପ୍ରାଚୀନ ମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ଆଉ କହୁଛନ୍ତି 7, ସେ ଆସି ସିଂହାସନ ବିଶିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। 8 ପଦ, ସେ ପୁସ୍ତକ ନିଅନ୍ତେ ସେଇ 4 ପ୍ରାଣୀ ଓ 24 ପ୍ରାଚୀନ ମେଷ ଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇ ପଡ଼ିଲେ। ସେମାନଙ୍କ ପ୍ରତ୍ୟେକର ହସ୍ତରେ କ'ଣ ଥିଲା? ବୀଣା। ସାଧୁମାନଙ୍କର ପ୍ରାର୍ଥନା ସ୍ୱରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। ଆମେ ଯେତେ ସବୁ ସାଧୁମାନେ ପ୍ରାର୍ଥନା କରୁଛୁ, ଏ ଆଜ୍ଞାଙ୍କ ପାଇଁ ଯେତେ ଲୋକ ପ୍ରାର୍ଥନା କରିଛନ୍ତି, ସୁବର୍ଣ୍ଣ ପାତ୍ର ଧୂପରେ ସଂଗୃହୀତ କରି ରଖାଯାଇଛି। ଆମେ ପ୍ରାର୍ଥନାରେ ବେଳେ ବେଳେ ଆଣ୍ଟୁକୁ ଲୋଭଉଛୁ, ପ୍ରାର୍ଥନାରେ ବେଳେ ବେଳେ ଆମେ ହାଲିଆ ହେଉଛୁ, ନିଦ ଆଖିକୁ ଲୋଭଉଛୁ, କିନ୍ତୁ ପ୍ରାର୍ଥନା ଆମେ ଯାହା କରୁଛୁ ଈଶ୍ୱରଙ୍କର ସୁବର୍ଣ୍ଣ ପାତ୍ରରେ ଯାଇ ତାହା ସଂଗୃହୀତ ହେଇ ରଖୁଛୁ। ସେଇଟା ଦେଖିଲେ ଦେନ୍ କ'ଣ ଲେଖା ହେଇଛି? 9 ପଦ ଦେଖନ୍ତୁ। ସେମାନେ ଗୋଟିଏ ନୂତନ ଗୀତ ଗାଇ ଈଶ୍ୱରଙ୍କର ପ୍ରଶଂସା କଲେ। ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ କ'ଣ ଯୋଗ୍ୟ ଅଟ। ଏବେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ପ୍ରଶଂସା କରି କହୁଛନ୍ତି, ଗୀତ ଗାଇକିରି। ତାଙ୍କ ପାଖରେ ଏବେ ଅଛି କ'ଣ? ବୀଣା ଅଛି। ଆଉ ସେମାନେ ଗୀତ ଗାଉଛନ୍ତି, ପ୍ରାର୍ଥନା ବି ଅଛି। ତାପରେ ଗୀତ ଗାଉଛନ୍ତି କ'ଣ? ତୁମେ ସେହି ପୁସ୍ତକ ନେବାକୁ ଯୋଗ୍ୟ, କାହିଁକି ନା ତୁମେ ହତ ହୋଇଥିଲ ଏ ପୁସ୍ତକ ଲେଖିବା ପାଇଁ। କ'ଣ ପାଇଁ କ୍ରୁଶରେ ହତ ହେଲ? ଏ କ୍ରୁଶରେ ହତ ହେବା କାରଣ ଏ ପୁସ୍ତକ। ଏ ପୁସ୍ତକରେ ଯାହା ଲେଖା ହେଇଥିଲା ତାର ବିଚାର କାର୍ଯ୍ୟ ତମେ କ୍ରୁଶରେ ସମାପ୍ତ କଲ। ଏଣୁ ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ'ଣ କଲ? କେତେ ଟଙ୍କା ଦେଇ? ସୁନା ଦେଇ? ହୀରା ଦେଇ? କ'ଣ ଦେଇ? ନିଜର ରକ୍ତ ଦେଇ। ନିଜର ରକ୍ତ ଦେଇ ଯଦି କିଣିଛନ୍ତି, ଆଉ ସେଇ କିଣିଥିବା ଲୋକମାନଙ୍କର ବିବରଣୀ ଯଦି ଏ ପୁସ୍ତକରେ ଅଛି, ତାହେଲେ ସେ ତ ଏ ଖୋଲି ପାରିବେ ବୋଲି ସେ ଯୋଗ୍ୟ ହୋଇ ପ୍ରଶଂସା କରି କରି ତାହାଙ୍କୁ ଧନ୍ୟବାଦ ଦେଉଛନ୍ତି। ପୁଣି ସେମାନଙ୍କୁ 10 ପଦ, ସେମାନଙ୍କୁ ଆମମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ କ'ଣ କରିବେ? କେତେ ଖୁସିର ବିଷୟ। ଏଟା କେବଳ ଯୀଶୁଖ୍ରୀଷ୍ଟଙ୍କର ଖୁସି ଓ ହତ ହେବା ଦ୍ୱାରା, ଯୀଶୁଖ୍ରୀଷ୍ଟଙ୍କର ନମ୍ର ହେବା ଦ୍ୱାରା ଆମେମାନେ ବର୍ତ୍ତମାନ କ'ଣ କରିବା? ଯେତେ ଯୀଶୁଙ୍କର ଆଶ୍ରୟ, ଯୀଶୁଖ୍ରୀଷ୍ଟଙ୍କର ଭକ୍ତ, ଯୀଶୁଖ୍ରୀଷ୍ଟଙ୍କର ବିଶ୍ୱାସୀ, ସେହି ସମୟରେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ ଯେତେବେଳେ କରିବେ, ଶେଷ ଦିନରେ ଏଇଟା ସପ୍ତ ତୁରୀ ସବୁ ବା ସପ୍ତ ମୁଦ୍ରା ଖୋଲାଯିବ, ଆଉ ଗୋଟେ ପରେ ଗୋଟେ ଘଟଣା ଘଟିବ। ଆଉ ସର୍ବଲାଷ୍ଟରେ କ'ଣ ହେବ ନା, ସପ୍ତ ତୁରୀ ସପ୍ତ ମୁଦ୍ରା ଯେତେବେଳେ ଲାଷ୍ଟ ନମ୍ବର 7 ନମ୍ବର ମୁଦ୍ରା ଯେତେବେଳେ ଖୋଲା ହେବ, ଯୀଶୁ ଖ୍ରୀଷ୍ଟ ସିଂହାସନରେ ବସିବେ, ବିଚାର କରିବେ ସମସ୍ତଙ୍କୁ ଶାନ୍ତିରେ, ଏବଂ ଆମେମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜେରୁସାଲେମରେ ମିଶିକି ଶାସନ କରିବୁ, ମିଶିକି ବିଚାର କରିବା ବା ଶାସନ କରିବୁ, ମିଶିକି ଶାସନ କରିବା, ଏଥିପାଇଁ ରାଜତ୍ୱ କରିବୁ। ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମିଶି ଆମେ ଦେଶକୁ ରାଜତ୍ୱ କରୁ। ବଡ଼ ସୌଭାଗ୍ୟ। এই সমস্ত বিষয় ସେ ବହି ଡିସପ୍ଲେ କରୁଛି, ସେ ବହିରେ ପ୍ରକାଶ ହେଉଛି। ବହି ଖୋଲିଲାରୁ ଏତିକି ସବୁ ଜଣାଯାଉଛି। ହେଲେ ଏତେ ସବୁ ରହସ୍ୟ ଭିତରେ ଲୁଚିକି ଥିଲା।
ଏହା ଜାଣିବା ପାଇଁ ସେ ଏତେ କାନ୍ଦୁଥିଲେ। ମୋ ପ୍ରିୟମାନେ, ଏ 2026ରେ ମୁଁ ଆହୁରି ରିପିଟ୍ କରିବାକୁ ଚାହିଁବି, କ'ଣ ରହସ୍ୟ ଅଛି କେବଳ ସେ ଜାଣିଛନ୍ତି ଆମ ଜୀବନରେ। ଆମେ ଯୋଜନା କରୁଥିବା ଅନେକ ବିବାହ ହେବା ପାଇଁ, ଘର କରିବା ପାଇଁ, ପାଠ ପଢ଼ିବା ପାଇଁ, ଚାକିରି କରିବା ପାଇଁ, ଗାଡ଼ି କିଣିବା ପାଇଁ, କିନ୍ତୁ ସେ ଭାବନାରେ ହିଁ ରହିଯିବ। ମୁଁ ଯେମିତି ବହୁତ ବିଷୟ ଭାବୁଛି କିନ୍ତୁ ହେଉନାହିଁ। ସେଟା ପୃଷ୍ଠା ଆସୁ ଆସୁ କ'ଣ ବି ହେଇଯାଉଛି। ମୁଁ ଭାବିଥାଉଛି ଯେ ଆସନ୍ତା ମାସରେ ମାତ୍ର ସବୁ କ୍ଲିୟର କରିବି ବାକି ବୋଲି, କିନ୍ତୁ ସେ ପୃଷ୍ଠାରେ ବାକି କ୍ଲିୟର ହେବାର ଲେଖା ହିଁ ନାହିଁ। ଏମିତି ହେଉଛି। ତେବେ ଆସନ୍ତୁ, ଯିଏ ଆମେ ଜାଣିଛନ୍ତି ଆମ ସମସ୍ତ ବିଷୟ, ତାଙ୍କ ପାଖରେ ସମର୍ପିତ ହେଇ ଏ 2026ରେ ଗମନ କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଆମ ଜୀବନରେ ସାକାର ହେବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।